অনন্ত তুমি उत्पत्ति स्थिति प्रलय ये तीनोटी शब्द होती ओंकार। ओंकार शब्दटी अयुक्त युक्त ओंकार शब्दटी सृष्टि। आपण एक धारार जदि ओम बोली उच्चारण करिवे ताहले ब्रह्मा विष्णु शिवंकु
ଆପଣ ଏଇ ଗୋଟିଏ ମନ୍ତ୍ରରେ ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଆମେ ଚିନ୍ତା କରୁଛେ ବୋଲି ଜାଣିବା। ଉତ୍ପତ୍ତି ସ୍ଥିତି ପ୍ରଳୟ ଏ ସଂସାରର ଉତ୍ପନ୍ନ ଆମେ ତ କହିପାରିବାନି ସଂସାରଟା କେବେ ଉତ୍ପନ୍ନ ହୋଇଥିଲା। ସଂସାର ବର୍ତ୍ତମାନ ଅଛି ଏବଂ କେବେ ତାର ପ୍ରଳୟ ହେଇପାରେ ନ ହେଇପାରେ ସେ ଅଲଗା କଥା। ଇଏ ତିନୋଟି କଥାର ଗୋଟିଏ ମନ୍ତ୍ର ହେଉଛି ଓମ୍। ଜଣେ ଯଦି କୌଣସି ବଡ଼ ବଡ଼ ମନ୍ତ୍ରକୁ ସେ ଜପ କରି ନପାରିବ, କେବଳ ଓମ୍ ବୋଲି କହିଲେ ଓମ୍ 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 ଏମିତି ଯଦି କହିବ, 9 ଥର ଓଙ୍କାର ଧ୍ୱନି କଲେ କିମ୍ବା 27 ଥର କଲେ ସିଏ ସବୁ ପ୍ରକାର ପ୍ରାର୍ଥନା କରିବାର ଫଳ ଯେତିକି, ଓଙ୍କାର ଧ୍ୱନିଟି କରିବା ସେତିକି। ଏଠି ବଳଭଦ୍ର ହେଉଛନ୍ତି ଓଙ୍କାରର ଗୋଟିଏ ପୁଡ଼ା, ଜଗନ୍ନାଥ ହେଉଛନ୍ତି ଆଉ ଗୋଟିଏ ପୁଡ଼ା, ସୁଭଦ୍ରା ହେଉଛନ୍ତି ମଧ୍ୟମ ପୁଡ଼ାଟି। ତାକୁ ଯଦି ଆପଣ ଦେଖିବେ ଏଇ ଟାଇପ୍ର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓଙ୍କାର ମୂର୍ତ୍ତି ଭିତରେ ଅଛନ୍ତି। ଆପଣ ବେଦ ଜାଣିନାହାନ୍ତି କି ବେଦ ପାଠ କରୁଛନ୍ତି, କେବଳ ଓଙ୍କାରରେ ଆପଣ ସବୁ ପ୍ରକାରର ପୂଜା ପାଠ ଇତ୍ୟାଦି କରିପାରିବେ। ଧରନ୍ତୁ ଆମକୁ ଦୁଃଖ ଆସିଛି, ଆମକୁ ଗୋଟେ ବଡ଼ ଦୁଃଖ ଆସିଛି, ବଡ଼ ନିନ୍ଦା ଆସିଛି, ବଡ଼ ଗୋଟେ ରୋଗ ବି ଆସିଛି। କେବଳ ଆପଣ ଯଦି ଓମ୍ ଏଇ ଅକ୍ଷରଟିକୁ 27 ଥର ଉଚ୍ଚାରଣ କରିବେ, ଉଚ୍ଚାରଣ କରିକିରି ମନେ ମନେ କହିବେ ସର୍ବରୋଗ ବିନାଶାୟ, ହେ ଓଙ୍କାର ରୂପୀ ପରଂ ବ୍ରହ୍ମ, ମୋ ଭିତରେ ମୋତେ ଆପଣ ଜନ୍ମ ଦେଇଛନ୍ତି, ଆପଣ ମୋତେ କର୍ମ ଦେଇଛନ୍ତି, ମୋର କୌଣସି ଅପରାଧରୁ ମୋତେ ଗୋଟେ ରୋଗ ହେଇଛି, ଆପଣ ଯଦି କୃପା କରିବେ ମୁଁ ସେ ରୋଗରୁ ମୁକ୍ତ ହେବି। ତେଣୁ ଓମ୍ ସର୍ବରୋଗ ବିନାଶାୟ ନମଃ। ଏଇ ଓଙ୍କାର ହେଉଛନ୍ତି ମୁକ୍ତିର ପ୍ରତୀକ। ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମୁନୁସ୍ମରନ୍ ଯ ପ୍ରୟାତି ତେଜନ ଦେହ ସଜାତି ପରମାଙ୍ଗତି। ଓଙ୍କାରକୁ ସ୍ମରଣ କରୁ କରୁ ଘଟ ଭିତରୁ ଯଦି ପ୍ରାଣଟି ଚାଲିଯାଏ, ତାହେଲେ ଅତି ଶୀଘ୍ର ଆମେ ତାଙ୍କ ପାଖରେ ପହଞ୍ଚିବା। ଯାହାଙ୍କୁ ଖୋଜିଲେ ପାଉନୁ, ଡାକିଲେ ସେ ମାନେ ତାଙ୍କ ଶବ୍ଦ ବି ଆମେ ଶୁଣିପାରୁନାହୁଁ, କେବଳ ଓଙ୍କାର ଧ୍ୱନିରେ ତାଙ୍କ ପାଖରେ ଡାକିବା, ଶୁଣିବା, କହିବା ସବୁ କଥା ସରିଯିବ। ଓଙ୍କାରଂ ପରମଂ ବ୍ରହ୍ମ, ଓଙ୍କାରଂ ପରମଂ ଗୁରୁ, ଓଙ୍କାରଂ ପରମଂ ତପ, ଓଙ୍କାରାୟ ନମଃ। ଯେତେବେଳେ ନୈମିଷ୍ୟ ଅରଣ୍ୟରେ ବଳିଆ ବହୁତ ବର୍ଷ ତଳେ ନୈମିଷ୍ୟ ଅରଣ୍ୟରେ ବିଶ୍ରାମ ଟିକେ ନେଇଥିଲି ଅପରାହ୍ନରେ। ସେତେବେଳେ ଆମ୍ବାସଡ଼ର କାରରେ ମୁଁ ଯାଉଥିଲି। ସେଥିରେ ଏସି ଫେସି କିଛି ନଥାଏ, ଯେମିତି କାରଟି ଯେମିତି ସାଧାରଣ ଗାଡ଼ି ଭଳିଆ। ଅତି କ୍ଳାନ୍ତ ହେଇ ମୁଁ ଟିକେ ଶୋଇପଡ଼ିଲି।
କିନ୍ତୁ ବାଟରେ ମୋତେ ଟିକେ ଭୋକ କଲା। ଆପଣମାନେ ଜାଣିଛନ୍ତି ଆମର ବହୁତ ଦିନ ପୁରୁଣା କଥା, ଆଜି ଭୋକ କଲେ ସାଙ୍ଗେ ସାଙ୍ଗେ ନିକଟର ଗୋଟିଏ କିଲୋମିଟର କି ହାଫ୍ କିଲୋମିଟର ଭିତରେ 3ଟା ଜଳଖିଆ ଦୋକାନ ପାଇବେ, ଢାବା ପାଇବେ, ହୋଟେଲ ପାଇବେ, ସବୁ ପାଇବେ। କିନ୍ତୁ ଏମିତି ଗୋଟେ ସମୟ ଥିଲା, ସେଟା ଆପଣମାନେ ବି ଦେଖିଛନ୍ତି, ଆମର ବୟସ୍କ ଲୋକମାନେ ଦେଖିଛନ୍ତି, ଯେ ଏମିତି ଯେ ଆପଣ ଘରେ ଯଦି ଚୁଡ଼ା ମୁଢ଼ି ଏଇଭଳିଆ ଜଳଖିଆ ଯଦି ନଥାଏ, ଆପଣଙ୍କୁ ଭୋକ କଲା, ଆପଣ କି କୁଣିଆ ଆସିକି ଆମ ଘରେ ପହଞ୍ଚିଲେ, ଆମେ କୁଣିଆକୁ ମାନେ ଟିକେ କ'ଣ ଦେବୁ ବୋଲି ଯେମିତି ଆଜି ଆମେ ଦୌଡ଼ି ଯାଉଛୁ ବଜାରକୁ, ଗୋଟେ ମିଠା ଦୋକାନରୁ ମିଠା କିଣି ଆଣୁଛୁ, ସେମିତିଆ ପରିବେଶ ଏଇ 30 ବର୍ଷ ପୂର୍ବେ ବି ନଥିଲା। ମୁଁ ଯେତେବେଳେ ଘର ଛାଡ଼ିଲି, ଘରଟା କ'ଣ ଆଉ ଛାଡ଼ିଲି, ଘରଟା ଗୋଟାଏ ଘରୁ ଆଇଲେ ଆଉ ଗୋଟାଏ ଘରେ ରହିଲି, ସେଇ ଘରେ ହିଁ ଅଛି। ଘର ମୁଁ କିଛି ଛଡ଼ାଛଡ଼ି କିଛି କରିନି, ତା ମାନେ ମୁଁ କିଛି ବୁଝେନି। ଏବଂ ମୁଁ ନିଜକୁ ଗୋଟେ ଗୀତରେ ବି ଲେଖିଛି, ଅଘୋରୀ ବୈଷ୍ଣବ ଦାସ ନା କ'ଣ, ଅଘୋରୀ ବୈଷ୍ଣବ ପ୍ରେମୀ। ମୁଁ ଏପର୍ଯ୍ୟନ୍ତ ବୈଷ୍ଣବ ହେଇନି କି ହେଇ ଅଘୋରୀ ହେଇକି ଅଛି। ମୋର ଖାଦ୍ୟପେୟର କିଛି ଶୃଙ୍ଖଳା ବି ଏପର୍ଯ୍ୟନ୍ତ ମୁଁ କରିପାରି ନାହିଁ। ଆମର ଶିଷ୍ୟମାନେ ବା ଆମଠାରୁ ଯେଉଁମାନେ ଭେକବାନା ନେଇଛନ୍ତି ବୈଷ୍ଣବମାନେ, ସେମାନେ ଯେତିକି ଶୃଙ୍ଖଳିତ ଖାଦ୍ୟପେୟରେ ଅଛନ୍ତି, ମୋର କିନ୍ତୁ ସେ ଶୃଙ୍ଖଳା ନାହିଁ। ମୁଁ ନୈମିଷ୍ୟ ଅରଣ୍ୟକୁ ଆସୁଛି, ମୋର ମନ ଭିତରେ ଗୋଟେ ଆନନ୍ଦ ଅଛି ଯେ ମୁଁ ନୈମିଷ୍ୟ ଅରଣ୍ୟକୁ ଯାଉଛି, ଯେଉଁଠି 60,000 ଋଷି ଆଜି ବି ସେ ନୈମିଷ୍ୟ ଅରଣ୍ୟ ଅଛନ୍ତି, ଯେଉଁଠି 60,000 ଋଷି ଏକତ୍ର ହେଇଥିଲେ, ଯେଉଁ ଭୂମିରେ ଚକ୍ର ତୀର୍ଥ ଅଛି, ସୁଦର୍ଶନ ଚକ୍ରଙ୍କର ତାକୁ କହନ୍ତି କ'ଣ, ନିମି ନା କ'ଣ ତାକୁ କହନ୍ତି, ନିମିଟା ପଡ଼ିଥିବାରୁ ତାକୁ ନୈମିଷା ଅରଣ୍ୟ ବୋଲି କୁହାଗଲା। ଏବେ ବି ସେ ଚକ୍ର ତୀର୍ଥରେ ସ୍ନାନ କରିବା ପାଇଁ ବହୁ ଲୋକମାନେ ଆଜି ବି ଯାଉଛନ୍ତି। ସେଠି ଗୋଟେ ପବିତ୍ର ନଦୀ ଅଛି, ତୀର୍ଥ ନଦୀ, ଯାହାର ନାମ ହେଉଛି ଗୋମତୀ। ତେଣୁ ଗୋମତୀରେ ସ୍ନାନ କରିବୁ, ନୈମିଷ୍ୟାରେ ଆମେ ଟିକେ ରହିବୁ। ଏଇ ଯେଉଁ ମନ ଭିତରେ ନୂଆ ନୂଆ କରି ତୀର୍ଥଯାତ୍ରା ଆମେ କରୁଛୁ, ଗୋଟେ ନୂଆ ନୂଆ ଭାବନା ଆସୁଛି। ସେଠି ଗୋଟେ ଋଷି ଥିଲେ, ମାନେ ଜଣେ ସାଧକ ଥିଲେ, ତାଙ୍କ ନାଁ ହେଉଛି ନାରଦ। ସେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଅତି ନିକଟତମ ଲୋକ ଥିଲେ। ସେ ପାଖରେ ଇନ୍ଦିରା ଗାନ୍ଧୀଙ୍କର ଯେତେବେଳେ ଗୁଳିବିଦ୍ଧ ହେଲା, ତାଙ୍କର ମୃତ୍ୟୁ ହେଲା, ଇଏ ତାଙ୍କର ଗୁରୁ ନାରଦ, ଇଏ ସେ ଗୁଳିବିଦ୍ଧ ରୂପକୁ ଦେଖୁ ଦେଖୁ ସେତେବେଳେ ଟିଭି ସବୁ ମାନେ ଏମିତି ଗୋଟେ କ'ଣ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଚାଲିଥିଲା, ସେଇ ଟିଭି ଦେଖୁ ଦେଖୁ ସିଏ ମଧ୍ୟ ସେଇଠି ଟଳି ପଡ଼ିଲେ। ମାନେ ଜଣେ ଗୁରୁ ଶିଷ୍ୟଙ୍କର ମୃତ୍ୟୁରେ, ଶିଷ୍ୟ ସେ ହେଇଥିଲେ କି ନା ମୁଁ କହିପାରିବିନି, କିନ୍ତୁ ସମସ୍ତେ କହୁଥିଲେ ଦେବଶ୍ରୀ ନାରଦ, ନାରଦଙ୍କର ଶିଷ୍ୟ ହେଉଛନ୍ତି ମାନେ ଇନ୍ଦିରା ଗାନ୍ଧୀ। ଏଇଭଳିଆ ଗୋଟେ ଜାଗା, ସେ 4ଟି ଆଶ୍ରମ ସେଠି କରିଛନ୍ତି, 4 ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ଭାଗ ହେଉଛି ଗୃହସ୍ଥ, ସେଠି କେବଳ ଗୃହୀ ଲୋକମାନେ ତାଙ୍କ ପିଲା ଛୁଆ ଧରି ରହିବେ।
କିନ୍ତୁ ନିୟମଟା ସମାନ। ଯେତେବେଳେ ବେଲ୍ ବାଜିବ ସମସ୍ତେ ଖାଇବେ, ଯେତେବେଳେ ସନ୍ଧ୍ୟା ହେବ ସମସ୍ତେ ପ୍ରାର୍ଥନା କରିବେ। ସେଇଟା ହେଉଛି ଗୃହସ୍ଥାଶ୍ରମ। ତାର ଆଉ ଟିକେ ଦୂରକୁ ଆଉ ଗୋଟେ ଆଶ୍ରମ ଅଛି ବ୍ରହ୍ମଚର୍ଯ୍ୟ। ସେଠି ବାଳକମାନେ ଯୁବକମାନେ ସବୁ ରହିବେ। ବ୍ରହ୍ମଚର୍ଯ୍ୟ କେମିତି ସେମାନେ ପାଳନ କରିବେ ସେ ପ୍ରକାର ଶିକ୍ଷା ସେମାନଙ୍କୁ ଦିଆଯାଏ। ଆଉ ଗୋଟେ ହେଉଛି ବାନପ୍ରସ୍ଥ। ବାନପ୍ରସ୍ଥ କହିଲେ ସେଠି ସବୁ ସାଧନ ଭଜନ ଶିଖାଯାଏ। ସାଧନ ଭଜନ ଏମିତି ସାଧନ କରିବ, ଏମିତି ଭଜନ କରିବ, ତାଙ୍କୁ ସେଇଟା ଶିଖାଯାଏ। ଆଉ ଗୋଟେ ହେଉଛି ସନ୍ନ୍ୟାସ। ତେଣୁ ଏ ଚାରୋଟି ଆଶ୍ରମ ସେଠି ତାରି ଭିତରେ ଗୋଟିଏ କମ୍ପାଉଣ୍ଡ ଭିତରେ ଚାରୋଟି ଅଛି। ତା ଭିତରେ ଗୋଟେ ଛୋଟ ମିନି ସରକାର ମଧ୍ୟ ଅଛନ୍ତି। କିଏ ସପ୍ଲାଇ ମିନିଷ୍ଟର, କିଏ ଏଜୁକେସନ ମିନିଷ୍ଟର, କିଏ ଆଉ ଯେମିତି ଆମ ସରକାରଙ୍କର ବିଭିନ୍ନ ବିଭାଗର ସବୁ ମନ୍ତ୍ରୀମାନେ ଅଛନ୍ତି, ସେ ଆଶ୍ରମ ଭିତରେ ମଧ୍ୟ ସେଇ ବି ଅଛନ୍ତି। ଯିଏ ହୋମ୍ ମିନିଷ୍ଟର ଅଛନ୍ତି ସିଏ ଆମକୁ କ୍ୱାର୍ଟର ଦେଲେ ଏଇ ଘରେ ରହିବେ, ଆମେ ସେଇ ଘରେ ରହିକିରି ଆମେ ବିଶ୍ରାମ ଟିକେ, ମୁଁ ଖାଲି ଅପରାହ୍ନରେ କ'ଣ କେହି ବିଶ୍ରାମ ନିଅନ୍ତି। ତେଣୁ ଆପଣ ଦେଖିବେ ଅସମୟଟା କେତେବେଳେ ନାହିଁ। ଅସମୟଟା ମଧ୍ୟ ସମୟ ହେଇପାରେ। ଯାନି ସା ସର୍ବଭୂତାନି ତସ୍ୟାଙ୍ଗ ଜାଗ୍ରତ। ଯେତେବେଳେ ସାଧକ ସିଏ ତାର ସାଧନର ସିଦ୍ଧି ପାଇଁ ମନ୍ତ୍ର ଉଚ୍ଚାରଣ କଲା କି ଯଜ୍ଞ କଲା, ଯେତେବେଳେ ହୋମ କଲା, ଯେତେବେଳେ ସେ ଜାଗ୍ରତ ହେଲା, ସେତେବେଳେ ଅନ୍ଧକାର ବା ଅଜ୍ଞାନ ରୂପକ ଅନ୍ଧକାର ତାଠୁ ଦୂରେଇଗଲା। ସେଇଟା ତା ପାଇଁ, ଆମ ପାଇଁ ରାତି ହେଇପାରେ କିନ୍ତୁ ତା ପାଇଁ ଦିନ। ସେଥିପାଇଁ ଯୋଗୀ ଋଷିମାନେ ରାତି 3ଟାରୁ 6ଟା ଭିତରେ ସେମାନଙ୍କର ନିତ୍ୟକର୍ମ ସମ୍ପାଦନ କରି ସେମାନେ ବ୍ରହ୍ମଙ୍କୁ ପ୍ରାର୍ଥନା କରନ୍ତି ଏବଂ ତାଙ୍କର ଯାଗ ଯଜ୍ଞ ଯାହା କରିବା କଥା କରନ୍ତି। ଅସମୟରେ ଯଦି କୁହୁଡ଼ି ହୁଏ, ଲୋକମାନେ ରାଜା ପ୍ରଜାମାନେ କ୍ଷୟ ହୁଅନ୍ତି। ଅକାଳେ କୁହୁକ ଶୈବ, ଅକାଳେ ବର୍ଦ୍ଧତି ନଦୀ। ଯଦି ବନ୍ୟା ଯଦି ଅକାଳରେ ଆସିଲା, ଅକାଳେ କୁହୁକ ଶୈବ ଅକାଳେ ବର୍ଦ୍ଧତି, ଅକାଳେ ବର୍ଷତି ବାରି। ଯଦି ଅକାଳରେ ବର୍ଷା ହେଲା, ଯେଉଁ ସମୟରେ ବର୍ଷା ହେବା କଥା ନୁହେଁ ସେହି ସମୟରେ ବାତ୍ୟା ବନ୍ୟା ହେଲା। ତେଣୁ ଏଇସବୁ ଅସମୟରେ ହେଲେ ତାର ବିଲକ୍ଷଣ ହୁଏ ଯେ ହତ ରାଜା ହତ ପ୍ରଜା। ଆଉ ଗୋଟିଏ ପ୍ରମାଣ ଅଛି, ଦିବା ଉଲ୍ଲୁକ ନିଷାର୍ଦ୍ଧ କାକ। ଦିନରେ ଯଦି ବିଲୁଆ ବୋବେଇଲା, ଆପଣ ଦେଖିବେ ଦିନରେ ବିଲୁଆ ଗୁଡ଼ା ବୋବେଇଲେ, ତାମାନେ ଆପଣ ଜାଣିନେବେ ଯେ ନିଶ୍ଚିତ ଭାବରେ ଗୋଟେ କିଛି ବିପଦ ଆମ ସମାଜକୁ ଆଉଛି। ନିଶାର୍ଦ୍ଧରେ ଯଦି କାକମାନେ ବୋବେଇଲେ, ମେଳି ହେଇକିରି ବୋବେଇବେ, ଆପଣମାନେ ଜାଣିବେ ଯେ ଗୋଟେ ଆମ ସମାଜକୁ ଗୋଟେ କିଛି ବିପଦ ଆସୁଛି। ମୁଁ ଯେତେବେଳେ ପାଠ ପଢ଼ୁଥିଲି ପଞ୍ଚମ ଶ୍ରେଣୀରେ, ପଞ୍ଚମ ନୁହେଁ 4ର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲି, କଟକରେ ରହିଥିଲି ମୋର ନିଜ ଘରେ, ନିଜ ପରିବାରରେ। ମୁଁ ରାତିଯାକ ଶୋଇପାରେ ନା, କାହିଁକିନା ମୁଁ ରାତିରେ ମୋର ବୋଉ କଥା ବେଶୀ ମନେ ପଡ଼େ। ତେଣୁ ମୁଁ ଶୋଇପାରେ ନା। ମୋତେ ବି ଆଜି ବି ରାତିରେ ନିଦ ହେଉନି, ସେଦିନ ବି ହେଉନଥିଲା। ମୁଁ ଜମା ଶୋଇପାରେନି। ଗୋଟେ କଥାକୁ ବହୁତ ସମୟ ଧରି ଭାବେ। କେଉଁ ଦିନ ଗୋଟେ ଶୁଭ ସମୟ ଆସିବ, ଆମେ ଅରିର ଯିବୁ, ଗାଁକୁ ଯିବୁ, ଏମିତି ଗୋଟେ ଭାବନା ଥାଏ। ମୁଁ ଦେଖେ ପ୍ରତ୍ୟେକ ଦିନ କାଉମାନେ ବୋବଉଛନ୍ତି। ହଠାତ୍ ମୋର ମନ ଭିତରେ ଆସିଲା,
ଆସେ ଯେ ରାତି ପାଇଗଲା କି, କିନ୍ତୁ ରାତି ହେତୁକୁ 11ଟା 12ଟା ହେଇଥିବ। କିନ୍ତୁ ସେ କାକମାନଙ୍କର ଶବ୍ଦ ଗୁଡ଼ାକ ମୋତେ ବିଚଳିତ କରେ। କାହିଁକି ବିଚଳିତ କରେ? ମୋ ମନ ଭିତରେ ସେଇ କଥାଟା ଥାଏ ଯେ ନିଶାର୍ଦ୍ଧ କାକ, ନିଶାର୍ଦ୍ଧରେ ଯଦି କାକମାନେ ବୋବେଇବେ ଆମ ସମାଜକୁ ବିପଦ ଆସିବ। ମୁଁ ଭାବୁଛି ସେଇ ସମୟ ମୋତେ ଯେତେବେଳେ ପଞ୍ଚମ ଚତୁର୍ଥ ଶ୍ରେଣୀରେ ମୁଁ ପାଠ ପଢ଼ୁଥିଲି, ସେଇଠୁ ବୋଧେ ଘୋର କଳି ଆମ ସମାଜକୁ ପ୍ରବେଶ କରିଛି। ତା ପୂର୍ବରୁ ଗୋଟେ ଶାନ୍ତି ସ୍ତୂପ ଥିଲା। ଗୋଟେ ଗୀତରେ ବି ଲେଖିଛି, ସେ ଗୀତଟି ଏବେ ଆଉ କେହି ବୋଲୁନାହାନ୍ତି। ସଜାଅ ହେ ସୁସଜ୍ଜିତେ ଜୀବନର ପ୍ରଦୀପ, ଭରି ଦିଅ ମମ ହୃଦେ କୋକିଳର ଶାନ୍ତି ସ୍ତୂପ। ସଜାଅ ହେ ସୁସଜ୍ଜିତେ ଜୀବନର ପ୍ରଦୀପ, ଭରି ଦିଅ ମମ ହୃଦେ କୋକିଳ। ଇଏ ଗୀତଟିକୁ ଯେତେବେଳେ ବିଭିନ୍ନ ଜାଗାରେ ପଢ଼ା ହେଲା, ଅନେକ ଜ୍ଞାନୀ ଲୋକମାନେ କହିଲେ କୋକିଳର ନିନାଦଟା ସ୍ତୂପ ସହିତ ସମାନ କେବେ ହେଇପାରିବନି। ତେଣୁ ଆପଣ ଏଇଟାକୁ କରେକ୍ସନ୍ କରନ୍ତୁ। એટલે ବୟସ ମୋର କମ୍, କିନ୍ତୁ ମୋ ଯୁକ୍ତିରେ ମୁଁ ଏତେ ଅଟଳ ରୁହେ। ଆଜି ବି ସେଇ ଯୁକ୍ତି, ସେଇ ମନୋଭାବ ଆଜି ବି ଅଛି। ମୋ ଯୁକ୍ତିରେ ମୁଁ ଏତେ ଅଟଳ ଥାଏ, ମୋ ପାଇଁ ବରଂ ସ୍ତୂପ ଶବ୍ଦର ଅର୍ଥ ବାଣୀ ହବ, କିନ୍ତୁ ସ୍ତୂପକୁ ମୁଁ କାଟିବିନି। କାରଣ ମୁଁ ତ ଏ ଗୀତ ଲେଖିନି ନା, ମୁଁ ଖାଲି କାଗଜ କଲମରେ ଏମିତି ଗାରେଇଛି, କିନ୍ତୁ ପ୍ରେରଣା ଆସିଛି ପ୍ରଭୁଙ୍କ। ତେବେ ଯାହା ହଉ, ସେତିକି ବେଳ ଠାରୁ ସଜାଅ ହେ ସୁସଜ୍ଜିତ, ହଁ ଦିବା ଉଲ୍ଲୁକ ନିଶାର୍ଦ୍ଧ କାକ, ମୁଁ ସେତିକି ବେଳ ଠାରୁ ମୋର ଚତୁର୍ଥ ଶ୍ରେଣୀ ପାଠ, ଏଇଟା ମୋତେ 15 ବର୍ଷ ବୟସ। ମୋର 15 ବର୍ଷ ବୟସ ଠାରୁ ମୁଁ ଦେଖୁଛି ଧୀରେ ଧୀରେ ଯୁଗ ପରିବର୍ତ୍ତନ ହେଉଛି, ସମାଜ ପରିବର୍ତ୍ତନ ହେଉଛି, ସବୁ ପରିବର୍ତ୍ତନ ହେଇକା ଚାଲିଛି। ଯାହା ନହେବା କଥା ବି ହେଉଛି। ମୁଁ ସେଇ ନାରଦଙ୍କର ଆଶ୍ରମରେ ବିଶ୍ରାମ ନେଇଛି ଅପରାହ୍ନରେ, କିନ୍ତୁ ଆସିଲା ବେଳେ ମୋତେ ଏତେ ଭୋକ କଲା ଯେ ମୁଁ ଭୋକ କଲାନି, କ'ଣ କରିବା, ଆମ ପାଖରେ କିଛି ନାହିଁ। କେଉଁଠି ବିସ୍କୁଟ ଦୋକାନ ଅଛି ନା, କେଉଁ ଚା ଦୋକାନ ଅଛି ନା, କ'ଣ ଅଛି ଗୋଟେ ଖାଇବ? କ'ଣ ଗୋଟେ ଖାଇଦେଲି ଆଉ, ମାନେ କ'ଣ ଗୋଟେ ବେଲେ ସେଇ ଦୋକାନରେ ଯାହା ବିକ୍ରି ହେଉଟା ତାକୁ ଖାଇଦେଲି। ତା ଦେହରେ ପିଆଜ ରସୁଣ ପୁରା ଭର୍ତ୍ତି ହେଇଛି। ଭୋକଟାକୁ ଆଗେ ଶାନ୍ତ କରିବାକୁ ପଡ଼ିବ, ତା ନହେଲେ ଦେହ ଖରାପ ହେବ। ସେଗୁଡ଼ାକ ମୋର ଏମିତି ହାକୁଡ଼ି ମାଇଲା ଯେ ମୋତେ ଯେମିତି ଲାଗିଲା ମୁଁ ଯେମିତି 10-12ଟା ଘରେ ମଣିଷ ମାରିଛି। ମାନେ ଏତେ ମୋତେ ନିଜକୁ ଖରାପ ଲାଗିଲା। ମୁଁ ଶୋଇପଡ଼ିଛି, ଆଉ ସେଇ ଦୁଃଖରେ ଶୋଇପଡ଼ିଛି। ଗୋଟେ ଖାଇବାକୁ ମିଳିଲାନି, ଗୋଟେ ପିଆଜ ରସୁଣ ପଡ଼ିଥିବା ଗୋଟେ କ'ଣ ଗୋଟେ ଖାଇଛି, ମୋର ମନେ ନାହିଁ, ଖାଇଲି। ଏମିତି ଶୋଇଛି, ହଠାତ୍ ଶବ୍ଦ ଶୁଭିଲା। ସେଇ ଓଙ୍କାର ଧ୍ୱନି, ସୁନ୍ଦର କଣ୍ଠ, ସୁନ୍ଦର ବାଦ୍ୟ, ଯେମିତି ଶହ ଶହ ଲୋକ ସେ ନୈମିଷା ଅରଣ୍ୟରେ ବସି ସେ କୀର୍ତ୍ତନ ଟିକେ କରୁଛନ୍ତି। ମୋ କାନରେ ବାଜୁଛି, ମୋତେ ନିଦ ହେଇଯାଉଛି, ପୁଣି ନିଦ ଭାଙ୍ଗି ଯାଉଛି, ଏମିତି ଶୋଇଛି। କୀର୍ତ୍ତନଟି ହେଉଛି, ବୋଲ ହରି ଓ
हरि हरि ओ ବହୁ ଲୋକ କୀର୍ତ୍ତନ କରୁଛନ୍ତି। ସେଠୁ କହିଲେ ଆପଣ ଶୁଣିଲେ କି? ହଁ ଶୁଣିଲେ, ମୁଁ ସ୍ପଷ୍ଟ ଶୁଣିଲି। ନା କ'ଣ ସେ କୀର୍ତ୍ତନଟା? ବୋଲେ ଏଇ ହରିଓମ୍ ହରିଓମ୍ ହରିଓମ୍। କହିଲା ଏଇ ଆଶ୍ରମରେ ତ ସେଇ କୀର୍ତ୍ତନଟା ହୁଏ, ଆଉ ଏଇ ଗୋଟାକ ଏଠି କୀର୍ତ୍ତନ ହୁଏ, ଆଉ ଆପଣଙ୍କୁ ସେଇଟା ଶୁଭିଛି। ଆଉ ସେଇଠୁ ମୋ ମନ ଭିତରେ ସେଇ ଦିନ ଠାରୁ ଆସିଲା, ମୁଁ ସବୁଦିନ ନୈମିଷ୍ୟ ଅରଣ୍ୟକୁ ଚିନ୍ତନ କରେ। ହରିଓମ୍ ଶବ୍ଦଟିକୁ ସବୁବେଳେ ମନ ଭିତରେ ରଖିଥାଏ। ଆଉ ପିଆଜ ରସୁଣ ଗୋଟେ ଖାଇଦେଲେ ଯେ କିଏ ଯିଏ ଖାଉଛି ତାକୁ ଯେ ମୁଁ ଘୃଣା କରେ, ସେ କଥା ବି ହୁଏନି। କାରଣ ଯଦି ପିଆଜ ରସୁଣ ମୁଁ ଖାଇକିରି ଶୋଇଛି, ହରିଓମ୍ ଶବ୍ଦଟି ଆସିଲା, ତାହେଲେ ଘୃଣାଟା କେମିତି ରହିଲା? ଆମର ଭାରତ ବର୍ଷର ବୈଷ୍ଣବମାନଙ୍କୁ ଛାଡ଼ିଲେ ଅନ୍ୟାନ୍ୟ ଆଶ୍ରମରେ ପିଆଜ ରସୁଣ ଇଏ ଗୋଟେ ଜୀବହତ୍ୟା ନୁହେଁ, କିନ୍ତୁ ଗୋଟେ ଉତ୍ତେଜକ ମୂଳକ ଖାଦ୍ୟ। ତାର ଅର୍ଥ ନୁହେଁ ମୁଁ ସବୁଦିନ ପିଆଜ ରସୁଣ ଖାଇବି ବା ଖାଇବା ଉଚିତ, ମୁଁ ସେ କଥା କହୁନି। କିନ୍ତୁ ଏମିତି ଗୋଟେ ଯାହାକୁ ଅପବିତ୍ର ବୋଲି ଲୋକ ଭାବୁଛନ୍ତି, ଏମିତି ଗୋଟେ ମୁହୂର୍ତ୍ତରେ ଗୋଟେ ଦିବ୍ୟ ବାଣୀ, ଦିବ୍ୟ ମନ୍ତ୍ର ମୋ ପାଖକୁ ଆସିଥିଲା। ତେଣୁ କଥାଟି କହିବାର ଉଦ୍ଦେଶ୍ୟ ହେଉଛି, ଏଇ ହରି ଓମ୍ ଏଇ ଭିତରେ ଜଗତର ସବୁ କଥା ରହିଛି। ମୁଁ ଗୋଟେ ଏକାକ୍ଷର ବ୍ରହ୍ମ ଓଙ୍କାର ବହି, ଛୋଟିଆ ବହିଟିଏ ଲେଖିଥିଲି। ସେ ଏବେ ଆଉ ମିଳୁଛି କି ନାହିଁ ମୁଁ କହିପାରିବିନି, କିନ୍ତୁ ତା ଭିତରେ ମୁଁ ପ୍ରମାଣ କରିଥିଲି। ଆମେ ତ ଏତେ ବହି ସବୁ ପଢ଼ୁଛୁ, ତା ସେ ଗୋଟିଏ ଅକ୍ଷର ଭିତରେ ବହୁତ କଥା ଅଛି। ପୁଣି ତାର ଆଉ ଏକ ପର୍ଯ୍ୟାୟରେ ହରିଦ୍ୱାରରେ ମୁଁ ବସିଥିବା ବେଳେ ଜଣେ ବାବାଜୀ ଶୋଇଛନ୍ତି, ତାଙ୍କୁ ଜ୍ୱର ହେଇଛି, ଉଠି ପାରୁନାହାନ୍ତି। ଆଉ ଜଣେ ବାବାଜୀ ତାଙ୍କୁ କହୁଛନ୍ତି ଉଠ, ଓ ବାବାଜୀ तुम यहाँ पर क्यों सोता है, उठो जागो। सी उठुन, गोटे एड़ी बड़ पार्टी कहले बोलो हरि ओम नमः शिवाय।
ମୁଁ କହିଲି ଆରେ ହେ, ଏଇଟା ଗୋଟେ ଗୁରୁ ମନ୍ତ୍ର ହେଇଗଲା। ଆଉ ମୁଁ ହରିଦ୍ୱାରରୁ ପାଇଲି। ଆଉ ଆଜି ବି ସେଇ ମନ୍ତ୍ରକୁ ମୁଁ ଜପ କରୁଛି ମନ ଭିତରେ, ଥରେ ହଉ କିନ୍ତୁ ଜପ ହବ। ହରି ଓମ୍, ହରି ଓମ୍, ହରି ଓମ୍ ନମ ଶିବାୟ, ହରି ଓମ୍, ହରି। हरि ओम, हरि 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 ओम, ଏଇଭଳି ଭାବରେ ବଳିଆ ଯେଉଁମାନଙ୍କୁ ଯେଉଁ ଗୁରୁ ମନ୍ତ୍ର ପ୍ରଦାନ କରିଛି, ମୋ ନିଜର ମନ୍ତ୍ର ମୁଁ କିଛି ପ୍ରଦାନ କରିନାହିଁ। ମୁଁ ତାଙ୍କୁ ପଚାରେ ତମେ କେଉଁ ଠାକୁରଙ୍କୁ ଭଲ ପାଉଛ? ସେ ଯେଉଁ ଠାକୁରଙ୍କର ନାଁଟି କୁହନ୍ତି ସେଇ ମନ୍ତ୍ରଟି ତାଙ୍କୁ ଦିଏ। ଏବଂ ଏମିତି କୌଣସି ଠାକୁର ଠାକୁରାଣୀ ନାହାନ୍ତି ଯାହାଙ୍କର ମନ୍ତ୍ର ମୋତେ ପ୍ରାପ୍ତ ହେଇନାହିଁ। ସେ ସ୍ୱପ୍ନରେ ହଉ, ସୁଷୁପ୍ତିରେ ହଉ, ଜାଗ୍ରତରେ ହଉ। ତେଣୁ ମୁଁ ସେଥିପାଇଁ ନିଜକୁ ଭାବେ ଯେ ମୁଁ କିଛି ଅନ୍ୟାୟ କରେ କି ଅରାଜକତା କରେ କି ମୁଁ ମଧ୍ୟ ନର୍କରେ ପଡ଼ିବି, କିନ୍ତୁ ମୋ ଠାରୁ ଯେଉଁମାନେ ମନ୍ତ୍ର ନେଇଛନ୍ତି ତାକୁ ଯଦି ନିଷ୍ଠାର ସହିତ ସେମାନେ କରୁଥିବେ, ଯେହେତୁ ସେ ମନ୍ତ୍ର ଗୁଡ଼ିକ ଶୂନ୍ୟବାଣୀ, ତେଣୁ ସେମାନଙ୍କର କିଛି ଅସୁବିଧା ହେବ ନାହିଁ। ଆଉ ଗୋଟେ ସେ ହରିଓମର ମନ୍ତ୍ରଟି କହୁଛି, ସେ ମଧ୍ୟ ଗୋଟେ ସମୟରେ ଆସିଥିଲା, ସେଇ ସ୍ୱପ୍ନରେ ଆସିଥିଲା। ହର ହର ମହାଦେବ ଶିବ ଶମ୍ଭୁ ଜୟ ଗୁରୁ, ହର ହର ମହାଦେବ ଶିବ ଶମ୍ଭୁ। हर हर महादेव शिव शंभु।
ମନ ମଧ୍ୟ ସ୍ଥିତ ମନ୍ତ୍ର, ମନ୍ତ୍ର ମଧ୍ୟ ସ୍ଥିତ ମନ। ରୋଗ, ଦୁଃଖ, ନିନ୍ଦା, ଅପବାଦ ଏ ସବୁକୁ ନେଇକି ଜୀବନ ଆସିଛି। ଇଏ ଆସିବ ହିଁ ଆସିବ। ମୃତ୍ୟୁ ଆସିବ, ବ୍ୟାଧି ଆସିବ, ନିନ୍ଦା ଆସିବ, ପରାଜୟ ଆସିବ। ସବୁ ଭିତରେ ଯଦି ଆମେ ସେଇ ଈଶ୍ୱର ପ୍ରଦତ୍ତ ବା ଗୁରୁଙ୍କ ପ୍ରଦତ୍ତ ନାମ, ଆମେ ମନକୁ ମନ ଗୁଡ଼ାଏ ଆଳୁ ସାଳୁ ନାମ କରି ପକେଇବୁ, ସେଗୁଡ଼ାକ ପଣ୍ଟ ଭଳିଆ ସବୁ ଆମେ ଏମିତି ନାମ କରି ଶିଖିଛୁ ବୋଲି ଜାଣିବୁ। କିନ୍ତୁ ଗୁରୁ ପ୍ରଦତ୍ତ ମନ୍ତ୍ର ହେଉଛି ସର୍ବଶ୍ରେଷ୍ଠ ମନ୍ତ୍ର। ଏବଂ ଇଏ ଜୀବେର ନିସ୍ତାର ଲାଗି ନନ୍ଦ ସୁତ ହରି, ଭୁବନେ ପ୍ରକାଶ ହନ୍ ଗୁରୁ ରୂପ ଧରି। ତେଣୁ ରୋଗରେ, ନିନ୍ଦାରେ, ଦୁଃଖରେ, ବିପଦରେ ଭାଙ୍ଗି ନ ପଡ଼ି, କାରଣ ଆମେ ଦିନେ ଆସିଛୁ ଦିନେ ଯିବୁ, କିନ୍ତୁ କେବଳ ଆମେ ମାଗୁଛୁ ଟିକେ କର୍ମ କରିବା ପାଇଁ ଆମକୁ ବଳ ଦିଅ, ଆଉ ଶାନ୍ତି ଟିକେ ଆମର ଏକାନ୍ତ କାମନା। ଏଇ ବର୍ତ୍ତମାନ ମୁଁ ଫେରିଲା ବେଳେ ଶିଷ୍ୟ କଟକର ଦେଖାହେଲେ। ସେ ତାଙ୍କର କ'ଣ ଆସିକି ମୋତେ ହଠାତ୍ ଆସି ପହଞ୍ଚିଲେ, ଦେଖାହେଲେ। ହେଲେ କ'ଣ ମୁଁ ବ୍ୟବସାୟ କରୁଛି, ଆଉ ସେଗୁଡ଼ାକରେ ମୋର ମନ ନାହିଁ। ସେଇଟା ଯାହା ପୁଅ ତାର ଯାହା କରିବ କରିବ। ମୁଁ କେବଳ ଚାହୁଁଛି ଟିକେ ଆଶ୍ରମର କେମିତି କାମ ଗୁଡ଼ାକ ଯାହା ହଉ, ଇଏ କାମଟି କରୁ ବା ନ କରୁ, ଗୋଟେ ଆଶ୍ରମ ପାଇଁ ଭାବୁଛି ବଡ଼ କଥା ଆଉ। ତେଣୁ ସମସ୍ତେ ସେଇ ଅନନ୍ତଙ୍କର ଆଶ୍ରିତ। ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଯାର ନାହିଁ। ଇଏ କଥା ମଧ୍ୟ ମହାପୁରୁଷମାନେ ଲେଖିଥିଲେ। ଅନନ୍ତଙ୍କ ଶିଷ୍ୟ ହୋଇବେ, ପ୍ରକାଶ ଉପଦେଶ ଦେବେ କର୍ଣ୍ଣ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ବାଣୀ। 2400 ବର୍ଷ ଉପତେ ରହିବେ, ଅଜ୍ଞାନରେ ନେବେ ଦିନ। ଅନନ୍ତଙ୍କ ଶିଷ୍ୟ ହୋଇବେ, ପ୍ରକାଶ ଉପଦେଶ ଦେବେ କର୍ଣ୍ଣ। ଯଦି ପ୍ରକୃତ ସେ 2400 ବର୍ଷ ଗତ ହେଇଯିବଣି, ଯଦି ଅନନ୍ତଙ୍କର ଆବିର୍ଭାବ ପ୍ରକୃତରେ ସତ୍ୟ ହେଇଥାଏ, ତାହେଲେ ଅନନ୍ତ ଭଳିଆ ପରିବାର ସବୁବେଳେ ଅନନ୍ତଙ୍କର ବାଉଛା ତଳେ ରହିଛି ଏବଂ ରହିବ। ସେ ବିଶ୍ୱାସ ଆମର ରହିବା ଦରକାର। କଥାଟି ଏଠି ରଖିବା। ଯେଉଁ ଯେଉଁ ମନ୍ତ୍ର ଗୁଡ଼ିକ ଆଜି କହିଲି, କହିଲି, ଆପଣମାନେ ଶୁଣିକିରି ଭୁଲିଯିବେନି, ତାକୁ ବରଂ ମନେ ରଖିବେ। ଯେତେବେଳେ ଆପଣଙ୍କର ଇଚ୍ଛା ହେବ, ସେ ମନ୍ତ୍ର ଗୁଡ଼ିକ ଜପ କରିବେ। ହରି ବୋଲ।
नमस्ते सुभगे देवी नमस्ते नमस्ते पद्मपत्राक्षी जगत मात जगद्धात्री जनानां मोहकारी कृपा कटाक्ष मांग देवी सुभद्राई नमो नमः हिरांचल निवासाय नित्याय बलभद्र सुभद्रा समस्तंकर मंगल हो आनंद एक बार जय श्री